स्वस्तिर्भवतु सर्वेषां स्वस्तिर्भवतु सर्वेषां शान्तिर्भवतु सर्वेषां शान्तिर्भवतु सर्वेषां पूर्णं भवतु सर्वेषां पूर्णं भवतु सर्वेषां मङ्गलं भवतु कर्तव्य और संदीपनाथ এই দুইটি জিনিস ଥିଲା ତାଙ୍କ ଜୀବନର ଅନେକ ଅର୍ଥ ଯୋଉଟାକି ଯିଏ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ଠାରୁ ଆରମ୍ଭ କରି এই দুଇଟି କଥାକୁ ସେ ପ୍ରସାର କରିଛନ୍ତି ଜୀବନର କର୍ତ୍ତବ୍ୟବୋଧ ଆଉ ଜୀବନର ସ୍ୱରୂପ ଯୋଉଥିପାଇଁ ये जानते और ये समाज समस्ती योग्य एवं समान जे मातृभक्ति असीम त्याग नहीं असी महिला किसी अत्युक्ति हम जे वास्तविक जे सियासी आम कलार रहती एवं मोर मुख्य नीति आगे मन कर बड़ भोर हिसाब से जिते चूल को आसे घर को अनेक समय बस आसे भाव आस मत देखला से संगे सब जाए शीघ्र खाइबार व्यवस्था करे खाइब प्रमाणित घर आसिक चार्टा बेले बाहर কিন্তু বছর গ্রাম পড়ে আসে মতো বছর এবং লাইট লক্ষ্য মধ্যে তথাপি লাইট মধ্যে কিছু পরিমাণকে সূচি করে পারল না ମୁଁ ଆସିଲି ଏବଂ ସମର୍ଥନ ପାଇ ତେଣୁ ଏଇ ହେଉଛି ମୋର ଆଜି ସୌଭାଗ୍ୟ ତେଣୁ ଯେ ରାଷ୍ଟ୍ରରେ ଯେ ପ୍ରକୃତରେ ଯେ ଇଏ ସଂସାର ହେଉଛନ୍ତି ଅନୁରୁଚ ଏବଂ যে দেবী অজানায় অসুরে নাহি ভবরং লঘু তলে সর্বেন্দ্র অহুর্বসারী ভক্তি বেকার পড়ে এই হচ্ছে মনুষ্যজীবনের নিরন্তর সত্য আমি কই করে অস্বীকার করতে পারি না জন্ম মৃত্যু মনুষ্য জীবনের একটা অনিবার্য সত্য তাকে অস্বীকার করিবা যে বুঝিবার বলছেন এবং যে সমাজের তাঁর চতুর্থ সংসার মানে এবং সমস্ত সন্তান মানবার পরম কর্তব্য সেই যে সেখানে জন্ম নেওয়ার পরে আমার পরিবারের ବହୁତ କିଛି ଉନ୍ନତି ହୋଇଥିଲା ତା ପରବର୍ତ୍ତୀ ସମୟରେ ଯେତେବେଳେ ବିବାହ କରାଯାଇଥିଲା ତାର ବିବାହ କରାଯାଇଥିଲା ସେତେବେଳେ ମାନେ ଖୋଜିବା ପାଇଁ ବର୍ବାଦ ପଡ଼ିନଥିଲା ସେତେବେଳକୁ ଏଠି କାମ କ'ଣ ସେଥିପାଇଁ ଭଗବାନ କହିଲେ ଯେ ତମେ ଯେହେତୁ କର୍ତ୍ତବ୍ୟ କରିବାକୁ ପଡ଼ିବ ତାହା ଚିନ୍ତା କର କିନ୍ତୁ ତମେ କ'ଣ କରୁଛ ସକାଳେ ଉଠିଲା ପାଖରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଖାଲି କେବଳ ସେଇ ପରିବାର ଚିନ୍ତା ଅର୍ଥ ଚିନ୍ତା ଏସବୁ ଚିନ୍ତାରେ ଆମେ ସମୟ ନଷ୍ଟ କରୁଛନ୍ତି ଯାହା ହଉ ସ୍ୱର୍ଗତ ଦିବାକର ପରିମଣି ଦହିସର ହାଇସ୍କୁଲରେ ହେଡମାଷ୍ଟର ଥିଲେ ମୁଁ ଥରେ ଦହିସର ହାଇସ୍କୁଲକୁ ସବୁବେଳେ ଯାଏ ସେଇଠି ତାଙ୍କ ସହିତ ମୋର ପରିଚୟ ହେଲା ଏବଂ ତାଙ୍କ ଭିତରେ ଯେଉଁ ପ୍ରଥମ ଏବଂ ଦୈବତ୍ୟ ଅଛି ତାହା ଧୀରେ ଧୀରେ ପ୍ରସ୍ଫୁଟ ହେଲା ଏବଂ ସେ ମୋତେ ଆହ୍ୱାନ କଲେ ତାଙ୍କ ଘରକୁ ଆସିବା ପାଇଁ ଏବଂ ମୁଁ ତାଙ୍କ ଘରକୁ ଆସିବା ଆରମ୍ଭ କଲି ଏବଂ ପ୍ରାୟ ପ୍ରତି ସପ୍ତାହରେ ଥରେ କି ଦୁଇଥର ମୁଁ ତାଙ୍କ ଘରକୁ ଆସେ କିନ୍ତୁ ଦୁଃଖ ଏବଂ ପରିତାପ ସ୍ୱର୍ଗକୁ ଦିବାକର ପରି ତାଙ୍କର ଯେତେବେଳେ ମାନବୀୟ ମୂଲ୍ୟବୋଧ ପ୍ରସାରଣ କରିବା ପାଇଁ ଆରମ୍ଭ କରେ ମୁଁ ଭଗବାନଙ୍କ ଇଚ୍ଛା ସେ ଫେରୁଥିଲେ ଭାଦ୍ରପଦ ରାତିରେ ବସ୍ ଏବେ ଯାହା ହଉ ଆମ
ଆମର ଯେଉଁ ସତତା ଭଉଣୀ ଚାଲିଗଲେ ମୁଁ ତାଙ୍କୁ ମାସ ପୂର୍ବରୁ ମୁଁ ଆସିଥିଲି ତାଙ୍କ ହାତରୁ ମୁଁ ସମ୍ମାନପତ୍ର ନେଇକି ଯାଇଛି ତାଙ୍କ ସ୍ୱାମୀଙ୍କର ଫଟୋ ମୂର୍ତ୍ତି ସ୍ଥାପନା ଦିବସରେ ତାଙ୍କର ମାଙ୍କର ସାନ୍ନିଧ୍ୟ ପାଇଥିଲି ତାଙ୍କର ଚରଣ ସ୍ପର୍ଶ ପାଇଥିଲି ଏବଂ ତାଙ୍କର ହୃଦୟ କେବେ ଛୋଟ ନଥାଏ ମା କେବେ ଛୋଟ ହିଁ ରହିଥାଏ ସମସ୍ତ ଯେଉଁ ମା ହୁଅନ୍ତୁ ମାର ହୃଦୟ ମା ସବୁବେଳେ ସେ ନିଆରା ପ୍ୟାରା ତାଙ୍କ ଉଦ୍ଦେଶ୍ୟରେ ମୁଁ ଏ ବାପା ମାଙ୍କୁ ନେଇ ଗୋଟେ ଛୋଟିଆ କବିତା ଲେଖିଛି ମୁଁ ପାଠ କରୁଛି ମାଙ୍କୁ ନେଇ କବିତା ବାପା ମାଙ୍କର ଆଶୀଷ ବି ଥାଏ ମାଗିବାକୁ ପଡ଼େ ନାହିଁ ଏକଳି କାଳରେ ପିତାମାତା ସେବା କର ଭାଗ୍ୟବାନ ହୋଇ ବାପା ମାଙ୍କର ଆଶୀଷ ବି ଥାଏ ମାଗିବାକୁ ପଡ଼େ ନାହିଁ ଏକଳି କାଳରେ ପିତାମାତା ସେବା କର ଭାଗ୍ୟବାନ ହୋଇ ମା ବାପାଙ୍କର ପ୍ରଶଂସା କରିଲେ କାଗଜ କମ୍ ପଡ଼ିବ କୋଟି ଦଣ୍ଡବତ ତାଙ୍କ ଚରଣରେ ସେବା କରି ଧନ୍ୟ ହେବ କୋଟି ଦଣ୍ଡବତ ତାଙ୍କ ଚରଣରେ ସେବା କରି ଧନ୍ୟ ହେବ ଦିଅନ୍ତି ଆଶୀଷ ମନ ମନ୍ଦିରରୁ ସବୁ ସନ୍ତାନମାନଙ୍କୁ ଦିଅନ୍ତି ଆଶୀଷ ମନ ମନ୍ଦିରରୁ ସବୁ ସନ୍ତାନମାନଙ୍କୁ ଶ୍ରେଷ୍ଠ ପିତା ମାତାଙ୍କ ଚରଣ ଦୁଃଖ ନଦିଅ କାହାକୁ ଶ୍ରେଷ୍ଠ ପିତା ମାତାଙ୍କ ଚରଣ ଦୁଃଖ ନଦିଅ କାହାକୁ ମାର ମମତା ଆଶୀଷ ବାର୍ତ୍ତା ଦିଏ ସବୁବେଳେ ଶାନ୍ତି ସବୁ ସନ୍ତାନଙ୍କୁ ଘଣ୍ଟ ଘୋଡ଼ାଏ ସେ ଆସିଲେ ଯେତେ ବିପତ୍ତି ସବୁ ସନ୍ତାନଙ୍କୁ ଘଣ୍ଟ ଘୋଡ଼ାଏ ସେ ଆସିଲେ ଯେତେ ବିପତ୍ତି ଜନ୍ମତେ ମା ପିତା ଯେ ଦେବତା ହୋଇଥାନ୍ତି ଦେଇଥାନ୍ତି କେତେ ଶିକ୍ଷା ଯେଉଁଠି ଥାନ୍ତୁ ଭଲରେ ରୁହନ୍ତୁ ଈଶ୍ୱରଙ୍କୁ ମାଗି ଭିକ୍ଷା ସପ୍ରେମ ପ୍ରଣାମ ମାଙ୍କ ଚରଣରେ ଏବଂ ଉପସ୍ଥିତ ଆଜିର ଏହି ସ୍ମୃତି ସଭାରେ ସମସ୍ତ ଅତିଥିମାନଙ୍କୁ ମୋର ଯଥାମାନ୍ୟ ସପ୍ରେମ ପ୍ରଣାମ ଜୟ ଜଗନ୍ନାଥ ମହିଷୀ ଆତ୍ମାଙ୍କ ପାଇଁ ଆଜିକାର ଏଭଳି ଏକ ଆସର ରହିଛି ସେହି ମହିଷୀ ଅମର ଆତ୍ମାଙ୍କର ସତ୍କଥା କାମନା ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସେହି ଉଦ୍ଦେଶ୍ୟରେ ଉପସ୍ଥିତ ଥିବା ସମସ୍ତ ଆଧ୍ୟାତ୍ମିକ ଭାବେ ପରିବାର ବନ୍ଧୁ ବର୍ଗ ବୁଦ୍ଧିଜୀବୀ ଆତ୍ମୀୟ ସ୍ୱଜନ ସମସ୍ତଙ୍କର ଯଥାଯୋଗ୍ୟ ସମ୍ମାନ ଗୀତାରେ ଭଗବାନ କହିଛନ୍ତି ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକ ନ ଚୈରଂ କଦନ୍ତ୍ୟାପ ନ ଶୋଷୟତି ଭାରତ ଅର୍ଥାତ୍ अर्जुन को सामने रखी परमात्मा निजे ईश्वर कही जे तमे कहीं भी शरीर नुह शरीर एक रथ तमे जने जने आत्मा अविनाशी आत्मा जो आत्मा नियारे बुड़ेने पानी बुड़ेने अस्त्र छिड़ेने पवन उड़ेने अर्थात आत्मा एक अविनाशी सत्ता नाटक अभिनय कर नाटक सरिला सी आसी तेणुक कथा कही रही नहीं रही नहीं कि भवरंग भूमि तले सर्वे निज निज अभिनय सारी बाहुरी काल वास्तविक ये जो सृष्टि नाटक ये जो रंग मंच उपरे शरीर नामक वस्त्र परिधान कर संसार माया भितर प्रवेश करी आमे भूली जाइथाउ जे मु जने आत्मा मु एठी शरीर नामक वस्त्र परिधान कर अभिनय करबे आसी एवं मते फेरी जिବାକୁ पड़िबो एई हमर भूल पाई आमे निजी निज पर दुख को निमंत्रित करिथाउ जो संसार नाटक हिसाब से अभिनय करि पाई आसा थाउ
সেই সংসারର মোহ মায়াରେ ଆମେ ବାନ୍ଧି ହୋଇଯାଉ ଏବଂ সেই ମୋହ ମାୟା ହିଁ ଆମକୁ ଦୁଃଖ ଆଣି ଦେଇଥାଏ। ଆଜି এই ଯେଉଁ ଆଶ୍ରୟରେ ଆମର ମା ଚାଲି ଯାଇଛନ୍ତି, ମାଙ୍କର ଆତ୍ମା ଚାଲି ଯାଇଛନ୍ତି, ଯାହାଙ୍କ ପୁତ୍ର ସସ୍ମିତ କୁମାର ଯିଏକି ସଦା ସର୍ବଦା ସ୍ମିତ ହାସ୍ୟ ବଦନରେ ସମସ୍ତଙ୍କୁ ମୁଗ୍ଧ କରିଥାନ୍ତି, ଯେଉଁଥିପାଇଁ କି ତାଙ୍କ ପାଖରେ ସେହିଭଳି ପ୍ରତିଭା ରହିଛି, ସାହିତ୍ୟର ପ୍ରତିଭା, କଳାର ପ୍ରତିଭା, ଜ୍ଞାନର ପ୍ରତିଭା, ଏହିସବୁ ବିଭିନ୍ନ ପ୍ରତିଭା ଅନୁସାରେ ଯଦି ଆଜି ସସ୍ମିତ ବାବୁ ସମସ୍ତଙ୍କର ଲୋକପ୍ରିୟ ହୋଇପାରୁଛନ୍ତି, ତେଣୁ ଗୋଟିଏ ଗୀତ ଅଛି, जिसकी रचना इतनी सुंदर वो कितना सुंदर होगा। ଯାହାଙ୍କର ପୁତ୍ର ସସ୍ମିତ କୁମାର ଆଜି ତାଙ୍କର ଜ୍ଞାନ ଏବଂ ପ୍ରତିଭା ଆଲୋକରେ ସମାଜରେ ଆଲୋକିତ କରିପାରୁଛନ୍ତି, ତାଙ୍କର ସ୍ରଷ୍ଟା ତାଙ୍କୁ ଯିଏ ସୃଷ୍ଟି କରିଛନ୍ତି ତାଙ୍କର ମା ଯିଏକି ପଦ୍ମାବତୀ ଦେବୀ, ତାଙ୍କ ହୃଦୟ କେତେ ଯେ ସୁନ୍ଦର ଥିବ ତାହା ଏଇଠୁ ଅନୁମୟ। ତେଣୁ ସେଭଳି ମହିଷୀ ଆପଣଙ୍କ ସତ୍ଗତି କାମନା ପୂର୍ବକ ଓ ପୁନଶ୍ଚ ତାଙ୍କୁ ମୁଁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଁ ରହୁଛି। ଓମ୍ ସ୍ୱସ୍ତି। एहि गीता ज्ञान, एहि गीता ज्ञान, एहि गीता ज्ञान, एहि गीता ज्ञान, मोर शरीर को आत्मा जगी अछि, मोर शरीर को आत्मा जगी अछि, आत्मार नाही स्वाभिमान। एहि गीता ज्ञान, एहि गीता ज्ञान, एहि गीता ज्ञान, एहि गीता ज्ञान। आत्मार विनाश घटे नाही, अनादि शाश्वत सत्य एहि। आत्मार विनाश घटे नाही, अनादि शाश्वत सत्य एहि। हाणिले पोड़िले पोतिले शोषिले, हाणिले पोड़िले पोतिले शोषिले, आत्मा न हराए निज मान। एहि गीता ज्ञान, एहि गीता ज्ञान, एहि गीता ज्ञान, एहि गीता ज्ञान।
आत्मा छूटे छूटी गले आत्मा मृत्यु घटे घटरू घटकू आत्मा छूटे छूटी गले आत्मा मृत्यु घटे पुरुणा वस्त्र को परित्याग करी पुरुणा वस्त्र को परित्याग करी करे नूतन को परिधान एहि गीता ज्ञान एहि गीता ज्ञान एहि गीता ज्ञान एहि गीता ज्ञान निज धर्मे रही कर्म कर पर धर्म सदा परिहर निज धर्मे रही कर्म कर पर धर्म सदा परिहर कर्म मध्य धर्म रही अछि जान कर्म मध्य धर्म रही अछि जान कर्म फल दाता भगवान एहि गीता ज्ञान एहि गीता ज्ञान एहि गीता ज्ञान एहि गीता